ଶୁଣୁଛି। सूरजमुखी मृग नयना फीका फीका जे लागे तो बिना तुमे मो झरणा हो तुमे मो मन मोइना तुमे मो प्रीति झरणा हो तुमे मो मन मोइना। तुम एमती लाजे जाऊच कौन पाइल? अरे बाबा कुह ना। पहेली पहेली प्रेम बरसा मारी तुमी किन प्याहाई पहेली पहेली प्रेम बरसा मारी बाकी मन हो किया तुम्हें संगीत मुझे रचना फाँकी दियालो तुम ओढ़ना बदना हो तुम्हें मो मन मोइना तुम्हें मो प्रीति झरणा हो तुम्हें मो मन मोइना। अले हाँ हाँ शुणुचे तुम्हें मत भल पाई कि खुशी रही पारिबा ना? अरे हाँ तुमको पाई हाँ मु सतरी सब किछि भूली जाइछि। सतरे? हाँ अले प्रिया मुझे तुमको पाई बहुत खुशी। सतरी? हाँ जानछ? हाँ गोटे कथा कहबी? अरे कुह ना। जीवन रे एमिति किछि झड़ झंझाल आसिले भी ए झरने को जमारी भूली जीवन त। अरे तुम सेमती कहि कि कहूच बाबा मु कर तुमको भूली पारिबी? तुम्हें पर होच मो छातीर स्पंदन। सत कहछ ना? हाँ प्रिया। हौ अरे हाँ मु कोन गोटे कहबा पई चाहूतिले। अरे कोन कहबा पई चाहूतिला लो? हाँ कुआ अनेक समय हे गलानी तम पई खाइबा जिनिस किछि नै आसिले। सद कहछ? हां मु सत। अरे मते तो भोक मध्य हेलानी। हेलो बंधु। बंधु अरे आसीथिली तम विवाह भोजी भात खाइबा को। अरे बंधु तमे आछुछ आसा घर भीतर को आस। अरे ठीक अछि सुन अरे विवाह कार्य तो सरिला। हाँ बंधु। अरे भाबिली भला बेले बंधु को सहित टिके साक्षात करी कि मु चली जीवी बोली। तेबे ठीक अछि बंधु तुमे घर भीतर को पसिला देखी। ओहो ठीक अछि चला। अरे सुन बंधु। हेले बंधु बंधु अरे बांधवी सहित कौन मते देखा करैबनी? अरे बंधु तमे कौन तम बंधु को विश्वास नहीं मो स्त्री को पुणी तुम्हें देखी पारिबनी? हाँ सही कथा कहछु। आस बंधु मु काहे कि मना करिबी आस घर भीतर को आस। ठीक अछि चलो मते बांधवी सहित देखा करै दियो। आस आलो ए झरणा तुमको तुमको बंधु देखिबा पाई चाहुछंती मो पिला दिनर बंधु तुमको देखिबा पाई चाहुछंती। कौन कहला तमर बंधु आछंती? हाँ प्रिया। हो ठीक अछि
ତାହେଲେ ତାଙ୍କୁ ପଠେଇ ଦିଅ ମୁଁ ତାଙ୍କୁ ନିଶ୍ଚୟ ଦେଖା କରିବି। ଆରେ ସେମାନେ ନହେଲେ ଖରାପ ଭାବିବେନି। ବନ୍ଧୁ ମୁଁ ବନ୍ଧୁ ପାଖକୁ ହଁ, ବନ୍ଧୁ। ଯାଇଥିଲି ଆଉ ମୁଁ ତମେ ତାଙ୍କ ଆସ ବାନ୍ଧବୀକୁ ଘର ଭିତରକୁ ବସି ଦେଖିପାରିଲିନି। ଆସ। ଠିକ ଅଛି। ଶୁଣ, ହଁ ବନ୍ଧୁର ବାନ୍ଧବୀ ଯେତେବେଳେ ହେଇଛ କୁଆରୀ ବେଶରେ ଆସିଛ, ହେଲେ ମୁଁ କଣ କହୁଛି କି ଟିକେ ଦେଖା କରି ଯିବା ପାଇଁ। ଓହୋ ମୋ ମୁହଁ ଦେଖିବା ପାଇଁ ଚାହୁଁଛନ୍ତି? ହଁ ହଁ ହଉ ଠିକ ଅଛି ଏଇନେ ବୁଲି ନଉଛି ଦେଖିଦେବେ। ବନ୍ଧୁ ବନ୍ଧୁ ହଁ ବନ୍ଧୁକୁ ହଁ ତମେ ଝରଣାକୁ ଦେଖି ଏମିତି ଚମକି ପଡିଲ କଣ ପାଇଁ? ଯାଇ ଯାଇ ବନ୍ଧୁ, ସେମିତି କିଛି ନୁହଁ। ଯାଇ ବନ୍ଧୁ ଯାଇ। ହେଇଛି ସାଗର, ହଁ ମୁଁ କଣ କହୁଥିଲି କି ହଁ, ପ୍ରିୟା। ଦେଖ ଯେତେବେଳେ ତମର ବନ୍ଧୁ ଆସନ୍ତି ହଁ। ମୁଁ ତମ ପାଇଁ କିଛି ଖାଇବା ଜିନିଷ ନେଇକି ଆସେ। ଠିକ ଅଛି, ତମେ ତାଙ୍କ ପ୍ରିୟା। ସହିତ କଥାବାର୍ତ୍ତା ହୁଅ, ତାହେଲେ ମୁଁ ଆସୁଛି। ଠିକ ଅଛି ପ୍ରିୟା, ତାହେଲେ ତମେ ଯାଇପାର। ଏଇନେ ଗଲି ଆଉ ଏଇନେ ଆସିଲି। ଠିକ ଅଛି, ସାଙ୍ଗେ ପ୍ରିୟା। ସାଙ୍ଗେ ଫେରି ଆସିଲି। ହଁ ହଁ ବନ୍ଧୁ ତମେ ସତ କୁହ, ଏମିତି ଝରଣାକୁ ଦେଖି ଚମକି ପଡୁଛ କଣ ପାଇଁ? ନାଇଁ ବନ୍ଧୁ ନାଇଁ, ଆରେ ତମ ଯେତେବେଳେ ବାହାସାହା ସରିଯାଇଛି ଆଉ ଏମିତି ସବୁ କହିବାର ଠିକ ହେବ। ବନ୍ଧୁ ତୁମକୁ କଣ ତୁମ ପିଲାଦିନ ବନ୍ଧୁ ଉପରେ ବିଶ୍ୱାସ ନାହିଁ? ତୁମେ କଣ ମତେ ସବୁ କଥା କହିପାରିବନି? ଶୁଣିବାକୁ ଚାହୁଁଛ? ହଁ ବନ୍ଧୁ। ଯଦି ବନ୍ଧୁର କର୍ତ୍ତବ୍ୟ, ବନ୍ଧୁର ମନର କଥା ତମେ ଜାଣିବା ପାଇଁ ଚାହୁଁଛ, ହଁ ବନ୍ଧୁ ହଁ। ତାହେଲେ ବନ୍ଧୁଙ୍କୁ ଗୋଟାଏ ସର୍ତ୍ତ ଦେବାକୁ ପଡ଼ିବ। ଠିକ ଅଛି ବନ୍ଧୁ, ମୁଁ ତୁମ ହସ୍ତ ଉପରେ ହସ୍ତ ରଖି କହୁଛି। ଏଥର ମୁଁ ନିଶ୍ଚୟ କହିବି ବନ୍ଧୁ। ଠିକ ଅଛି ବନ୍ଧୁ କୁହ। କିନ୍ତୁ ଦୁଇ ବନ୍ଧୁଙ୍କ ମଧ୍ୟରେ ଏ କଥାଟା ସେମିତି ଗୋପନ ରହିବା ଦରକାର। ବନ୍ଧୁ ଏ ବନ୍ଧୁ, ବନ୍ଧୁ ଯାହାକୁ ତମେ ବିବାହ କରିଛ ବନ୍ଧୁ ସେଇ ତମ ସ୍ତ୍ରୀଟା ଅନେକ ପୁରୁଷ ସହିତ ମିଳାମିଶା କରିଛି। ଆଉ ତାରି ମୋର ପ୍ରସ୍ତାବ ବିବାହ ହେଇଥିଲା, ମୁଁ ମନା କରିଦେଇଥିଲି। ବନ୍ଧୁ ଆଉ ବନ୍ଧୁ ତମେ ଏସବୁ କଣ କହୁଛ? ବନ୍ଧୁ ଆଉ ଏମିତି ବି ତା ସହିତ ମୋର ଅନେକ ରାତି ବିତେଇଛି। ବନ୍ଧୁ ତମେ କଣ ମତେ ଆଗରୁ କହିନଥାନ୍ତ? ଆରେ ସେ କେମିତି ଜାଣିବେ ତମ ନିମନ୍ତ୍ରଣ କଲା, ତେଣୁ କରି ମୁଁ ଦେଖି କହିଲି। ଆଉ ଝରଣା ବୋଲି ଗୋଟିଏ ଝିଅକୁ ଆମ ସାଗର ତମର ବନ୍ଧୁ ଆରେ ଛାଡ଼ ସେସବୁ କଥା, ଆମେ ଏଥର ଆସିଛୁ। ଠିକ ଅଛି ବନ୍ଧୁ, ଠିକ ଅଛି। ଗୁଡ୍ ବାଏ ବନ୍ଧୁ, ଗୁଡ୍ ବାଏ। ଆରେ ମୋ ପିଲାଦିନର ବନ୍ଧୁ କଣ